ପିଲାଙ୍କ ହାତରେ ମୋବାଇଲ ଦେଲେ ଏଥର ଜେଲ ଯିବେ ବାପା ମା। ପିଲାଙ୍କୁ ମୋବାଇଲ ଦେଉଥିଲେ ସାବଧାନ, ଭୟଙ୍କର ହେବ ପରିଣାମ। 16 ବର୍ଷରୁ କମ୍ ପିଲାଙ୍କୁ ମୋବାଇଲ ଦେବା ଏବେ ହେବ ଅପରାଧ। କର୍ଣ୍ଣାଟକରୁ ହେଲା ଆରମ୍ଭ, ଆଗକୁ ପଡ଼ିବ ଓଡ଼ିଶାର ପାଳି। ପିଲାଙ୍କ ହାତରେ ମୋବାଇଲ ଦେଲେ ଏଥର ଜେଲ ଯିବେ ବାପା ମା। ପିଲାଙ୍କୁ ମୋବାଇଲ ଦେବା ଏବେ ପଡ଼ିବ ମହଙ୍ଗା। କୁନି ପିଲାଙ୍କୁ ମୋବାଇଲ ଦେଲେ ଏବେ ତାହା ବଡ଼ ଅପରାଧ ହିସାବରେ ଗଣନା କରାଯିବ। ଭାରତର ଏହି ରାଜ୍ୟରେ 16 ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରାଯିବା ପରେ ଏବେ ସାରା ଦେଶରେ ଏମିତି ନିୟମ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି। ତେଣୁ ଏହି ଆଇନ ଲାଗୁ ହେବା ପୂର୍ବରୁ ବାପା ମା ମାନେ ସାବଧାନ ହୋଇଯାଆନ୍ତୁ। ମୋବାଇଲ ଫୋନ ଦୂରେଇ ରଖନ୍ତୁ, ବହିକୁ ହାତକୁ ନିଅନ୍ତୁ। ଏହି ଲକ୍ଷ୍ୟ ରଖି ପିଲାମାନଙ୍କୁ ମୋବାଇଲକୁ ବାରଣ କରାଯାଇଛି। ଏହି ରାଜ୍ୟ ସରକାର ଏବେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ 16 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଧାନସୌଧରେ ରାଜ୍ୟ ବଜେଟ ଉପସ୍ଥାପନ କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମୋବାଇଲ ନିଶା ଏବଂ ଏହାର କୁପ୍ରଭାବ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଗକୁ ସାରା ଦେଶରେ ଏହି ଆଇନ ଲାଗୁ କରାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ସୋସିଆଲ ମିଡିଆ ନୁହେଁ, ବରଂ ପିଲାଙ୍କୁ ମୋବାଇଲ ଦେବାରୁ ମଧ୍ୟ ଦୂରେଇ ରଖିବା ପାଇଁ ଆଇନ ଆସିବାକୁ ଯାଉଛି। ତେବେ କର୍ଣ୍ଣାଟକ ସରକାରଙ୍କ କହିବା ଅନୁଯାୟୀ ଅତ୍ୟଧିକ ମୋବାଇଲ ଏବଂ ସୋସିଆଲ ମିଡିଆ ବ୍ୟବହାର ଯୋଗୁଁ ଛାତ୍ରଛାତ୍ରୀଙ୍କ ଏକାଗ୍ରତା କମୁଛି। ଏହା ସେମାନଙ୍କ ଶୋଇବା ଅଭ୍ୟାସ, ମାନସିକ ସ୍ୱାସ୍ଥ୍ୟ ଏବଂ ପାଠପଢ଼ା ଉପରେ ଗଭୀର ପ୍ରଭାବ ପକାଉଛି। କେବଳ ସେତିକି ନୁହେଁ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏବଂ ଖେଳକୁଦରେ ଭାଗ ନେବା ବଦଳରେ ଡିଜିଟାଲ ଦୁନିଆରେ ହଜି ଯାଉଛନ୍ତି। ଏହି ଡିଜିଟାଲ ବିଭ୍ରାଟକୁ କମାଇବା ପାଇଁ ଏବଂ ପିଲାଙ୍କୁ ସୁସ୍ଥ ଅଭ୍ୟାସ ଆଡ଼କୁ ମୁହାଇବା ଏହି ନୀତିର ମୂଳ ଲକ୍ଷ୍ୟ। ଏହା ପୂର୍ବରୁ ଫେବୃଆରୀ 26ରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ମଧୁ ବାଙ୍ଗାରପ୍ପା ସୂଚନା ଦେଇଥିଲେ ଯେ ସରକାର ଦୀର୍ଘ ଦିନ ଧରି ଏହି କଟକଣା ବିଷୟରେ ବିଚାର କରୁଥିଲେ। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ବାଙ୍ଗାରପ୍ପା କହିଛନ୍ତି ଯେ ଅନେକ ସମୟରେ ଅଭିଭାବକମାନେ ପିଲାଙ୍କୁ ଶାନ୍ତ ରଖିବା ପାଇଁ ହାତରେ ମୋବାଇଲକୁ ଧରାଇ ଦିଅନ୍ତି, ଯାହା ଫଳରେ ସେମାନେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହୁଅନ୍ତି। ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ସହ ସଚେତନତା ସୃଷ୍ଟି ପାଇଁ ସରକାର ଏକ ଅଭିଯାନ ଆରମ୍ଭ କରିବେ। ଏହାର ନାମ ରହିଛି ମୋବାଇଲ ଫୋନ ଦୂରରେ ରଖନ୍ତୁ, ବହି ହାତକୁ ନିଅନ୍ତୁ। ଏହି ଅଭିଯାନ ମାଧ୍ୟମରେ ପିଲାଙ୍କୁ ପଢ଼ାପଢ଼ି, ଶାରୀରିକ ବ୍ୟାୟାମ ଏବଂ ଅଫଲାଇନ କାର୍ଯ୍ୟକଳାପରେ ଅଧିକ ସମୟ ବିତାଇବାକୁ ଉତ୍ସାହିତ କରାଯିବ। ଏହି ନିୟମ କେବଳ 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ନିୟମକୁ ଆଧାର କରି କର୍ଣ୍ଣାଟକ ଏହି ନିଷ୍ପତ୍ତି ନେଇଛି। ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ଆହ୍ୱାନ ରହିଛି। ପିଲାମାନଙ୍କ ବୟସ କିପରି ଯାଞ୍ଚ କରାଯିବ ଏବଂ ଘର ଭିତରେ ସେମାନେ ମୋବାଇଲ ବ୍ୟବହାର କରୁଛନ୍ତି କି ନାହିଁ ତାହା ଉପରେ ନଜର ରଖିବା ପାଇଁ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। କର୍ଣ୍ଣାଟକ ଏହି ନିୟମ ଆଣିବାରେ ଦେଶର ପ୍ରଥମ ରାଜ୍ୟ। ଏହାକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହୋଇଛି। ତେବେ ଓଡ଼ିଶାରେ ଏମିତି ଆଇନ ଲାଗୁ କରିବାକୁ ଲୋକେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, G7 ଓଡ଼ିଆ।